ओम नमो भगवते श्री अरविंदाय। ओम आनंदमयी चैतन्यमयी सत्यमयी परमे। आमे श्री अरविंद विरचित गीता निबंधमाला ग्रंथर नूतन अध्याय परम रहस्य अभिमुखे शीर्षक विषय संपर्क में आज आलोचना आरंभ करिबा। एठारे श्री अरविंद श्रीमद् भगवत गीतार अष्टादश अध्यायर 49 नंबर श्लोकरू 56 नंबर श्लोक पर्यंत अनुशीलन करिछन्ति। गीता ग्रंथ हेउछि उपनिषदीय तत्वर समन्वित ग्रंथ। उपनिषद रे गुरु शिष्य परंपरा क्रमे जो आत्मिक तत्व, ब्रह्म तत्व, मुक्तिर तत्व परिवेशित होइछि, श्रीमद् भगवत गीतारे मध्य अनुरूप भावरे ब्रह्म तत्व, आत्मार तत्व एवं मुक्तिर कथा मध्य कहा जाइछि। वेदरे जो कथा मूलतः रहिछि, अहं ब्रह्मास्मि, मु ब्रह्म अटे, प्रज्ञान ब्रह्मम, ब्रह्म हेउछन्ति एकमात्र ज्ञान र विषय, तत्त्वमसि, तत्त्वम असि, तुमे सिए अट, एई सबु तत्व मौलिक तत्व उपनिषद रे स्पष्ट भावरे अधिक भावरे वर्णना करा जाइछि कि बुझेई दिया जाइछि। समस्त उपनिषदर सार तत्व भावरे श्रीमद् भगवत गीता को ग्रहण करा जाई पारे। गीता ग्रंथ रे मध्य ब्रह्म तत्व, आत्मिक तत्व एवं मुक्तिर तत्व व्याख्यान करा जाइछि। हेले श्रीमद् भगवत गीता ग्रंथ रे जो कर्म तत्व कथा कहा जाइछि, ताहा कर्महीनता नुहे बरं निष्काम कर्मर कथा। एठी वैराग्यर कथा मध्य अछि, मात्र से वैराग्य पलायन पंथार वैराग्य नुहे बरं वैराग्य को अवलंबन करी कर्म करिवा। अर्थ अनासक्त भावरे कर्म को ग्रहण करिवा और संपादन करिवा, भगवानंकर कर्म बोली भाबी, भगवान का पाई करुछु बोली भाबी, भगवानंकर जंत्र भावरे निजको भाबी कर्म करिवा ही निष्काम कर्म, जहा श्रीमद् भगवत गीता रे मूलतः श्रीकृष्ण निर्देश देइछन्ति, उपदेश देइछन्ति, शेषरे आदेश देइछन्ति करिवा पाई। अष्टादश अध्याय रे समस्त अध्यायर सार मर्म उपस्थापित होइछि। प्रकृतिर कथा कहा जाइछि, तीनी गुणर कथा कहा जाइछि, तीनी गुणर भेद रे तपस्यार कथा, दानर कथा, यज्ञर कथा
କୁହାଯାଇଛି। ଅର୍ଥ ତିନି ଗୁଣର ତପସ୍ୟା, ତାମସିକ ଭାବରେ ତପସ୍ୟା, ରାଜସିକ ତପସ୍ୟା, ସାତ୍ଵିକ ଭାବର ତପସ୍ୟା କୁହାଯାଇଛି। ଦାନ କଥା ସେହିପରି ମଧ୍ୟ ତାମସିକ ଦାନ, ରାଜସିକ ଦାନ, ସାତ୍ଵିକ ଦାନର କଥା କୁହାଯାଇଛି। ଯଜ୍ଞ ପରିପ୍ରେକ୍ଷୀରେ ମଧ୍ୟ ସେହିପରି ତାମସିକ ଯଜ୍ଞ, ରାଜସିକ ଯଜ୍ଞ ଏବଂ ସାତ୍ଵିକ ଯଜ୍ଞର ଅବତାରଣା କରାଯାଇଛି। ଆଲୋଚ୍ୟ ଅଧ୍ୟାୟରେ ଅର୍ଥ ପରମ ରହସ୍ୟ ଅଭିମୁଖେ ଶୀର୍ଷକ ଅଧ୍ୟାୟରେ ଯେଉଁ କେତୋଟି ଶ୍ଲୋକ ଗ୍ରହଣ କରାଯାଇଛି ଆଲୋଚନା ନିମନ୍ତେ, ସିଏ ହେଲା 49 ନମ୍ବରରୁ 56 ନମ୍ବର ଶ୍ଲୋକ ପର୍ଯ୍ୟନ୍ତ। ଆରମ୍ଭ କରିବା। ପ୍ରଥମତଃ ଗୀତା ତାହାର ବାଣୀର ତାତ୍ପର୍ଯ୍ୟ ଉଲ୍ଲେଖ କରିଛି। 15ଟି ଶ୍ଲୋକର ସ୍ୱଳ୍ପ ପରିସର ମଧ୍ୟରେ ଗୀତା ସେହି ବାଣୀର ସମଗ୍ର ପରିକଳ୍ପନା ଓ ସାରତତ୍ତ୍ୱ ସଂକ୍ଷେପରେ ବର୍ଣ୍ଣନା କରିଛି ଏବଂ ଏହି ଛତ୍ରଗୁଡ଼ିକର ବାକ୍ୟ ଓ ଅର୍ଥ ସଂକ୍ଷିପ୍ତ ଓ ସଂହତ। ଏଥିରେ ବିଷୟବସ୍ତୁର ସାରାଂଶ କୌଣସିଠାରେ ଦିଆଯାଇ ନାହିଁ ଏବଂ ଏହାର ଭାଷା ସ୍ୱଚ୍ଛ, ଯଥାଯଥ ଓ ପ୍ରାଞ୍ଜଳ ହୋଇଛି। ସୁତରାଂ ଯେଉଁ ଗୀତାର ମୂଳ ସୂତ୍ର କହେ ଯେ ମାନବର କର୍ମଧାରାର ପ୍ରହେଳିକା ସାଂସାରିକ କର୍ମରେ ବ୍ୟାପୃତ ରଖି ସୁଦ୍ଧା ନିଜର ଉଚ୍ଚତମ ସତ୍ତା ଓ ଆତ୍ମାରେ ନିବାସ କରିବାରେ ଦୃଶ୍ୟତଃ ଯେଉଁ ଦୂରତିକ୍ରମ୍ୟ ବାଧାବିଘ୍ନ ରହିଛି, ଏଠାରେ ସେହି ସମସ୍ୟାକୁ ନେଇ ବିବୃତିଟି ଆରମ୍ଭ ହୋଇଛି। ଗୀତାର ଆରମ୍ଭ କେଉଁଠି ନା ସମସ୍ତ ଜଞ୍ଜାଳ ଭିତରେ ରହି କିଭଳି ଭାବରେ ଆତ୍ମାରେ ନିବାସ କରିହବ, ଆତ୍ମ ସାକ୍ଷାତ କରିହବ, ଗୀତାରେ ତାହା ହିଁ ମୁଖ୍ୟ ବକ୍ତବ୍ୟ ବିଷୟ। ସଂଗ୍ରାମର କ୍ଷେତ୍ରରେ ଗୀତାର ଅବତାରଣା ରୁ ବୁଝି ହେଉଛି ଯେ ସମଗ୍ର ଜୀବନ ହେଉଛି ଏକ ସଂଗ୍ରାମର ଭୂମି ସମସ୍ତଙ୍କ ପାଇଁ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ, ଏବଂ କର୍ମ କରିବାର ଆବଶ୍ୟକତା ଅଛି, କିନ୍ତୁ ଏହା ସହିତ ଆତ୍ମସାକ୍ଷାତକାରର ମଧ୍ୟ ଆବଶ୍ୟକତା ଅଛି। ଦୁଇଟି ଯାକ କଥାର ସମନ୍ୱୟ କିପରି ହେବ, ସଂସାରର କର୍ମ ହେବ, ଚାଲିବ ଏବଂ ତାରି ମାଧ୍ୟମରେ କିପରି ଆତ୍ମସାକ୍ଷାତକାର ହେବ, ସେଇ କଥାଟିକୁ ଗୀତା ଗ୍ରନ୍ଥରେ ସ୍ପଷ୍ଟ ଭାବରେ ବୁଝେଇ ଦିଆଯାଇଛି। ଏ କ୍ଷେତ୍ରରେ ସର୍ବାପେକ୍ଷା ସହଜ ଉପାୟ ହେଲା ଏହି ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ବିଚାର କରି ସମସ୍ୟାଟିକୁ ପରିତ୍ୟାଗ କରିବା। ଏଠି ଦୁଇଟି ବାଟ ଅଛି। ଗୋଟିଏ ହେଉଛି ଯେ କର୍ମ ମାଧ୍ୟମରେ ଯେଉଁ ସମସ୍ୟା ସବୁ ଆସୁଛି ଜୀବନରେ, ତାକୁ ସମାଧାନ କରି ହେବନି। ବଡ଼ ଜଟିଳ ସମସ୍ୟାମାନ ଜୀବନରେ ଦେଖା ଦେଉଛି। ତେଣୁ ଭଲ ହେଉଛି ଯେ ଏ କର୍ମରୁ ସନ୍ନ୍ୟାସ ନେଇ ସାଧନାରେ ରତ ରହିବା, ଅର୍ଥ କୌଣସି କର୍ମହୀନତା, କୌଣସି କର୍ମ ନ କରିବା। ଇଏ ଗୋଟେ ବାଟ, ଏଇଟା ଗୋଟେ ସହଜ ବାଟ ବୋଲିକିରି ବିଚାର କରାଯାଇଛି। ସଂସାରର ମାୟାଜାଲରୁ ବାହାରି ଆସି ଅଧ୍ୟାତ୍ମ ସତ୍ତାର ସତ୍ୟ ମଧ୍ୟକୁ ପ୍ରବେଶ କରିବା ଦ୍ୱାରା ଜୀବନ ଓ ଜୀବନର କର୍ମକୁ ମିଥ୍ୟା ମାୟା ରୂପେ ଅଥବା ସୃଷ୍ଟିର ଏକ ନିମ୍ନତନ ପ୍ରକ୍ରିୟା ରୂପେ ପରିତ୍ୟାଗ କରିବା। ଏଇ କଥାଟା ଘଟିଛି ବହୁ ଆଗରୁ ଭାରତବର୍ଷ, ଯେ ଏ ଜୀବନରେ ଆସୁଥିବା ଯେତେ ସମସ୍ୟା ତାକୁ ସମାଧାନ କରିହେବନି। ଗୋଟିଏ ସମସ୍ୟାର ସମାଧାନ କରୁ କରୁ ଆଉ କେତୋଟି ଅଧିକ ସମସ୍ୟା ଆସି ପହଞ୍ଚି ଯାଉଛି। ଅତଏବ ଏଥିରୁ ମୁକ୍ତି ପାଇବାର ବାଟ ହେଉଛି ସନ୍ନ୍ୟାସ ଗ୍ରହଣ କରି ଦୂରେଇ ରହିବା ଏବଂ ଏ ସଂସାରକୁ ମିଥ୍ୟା ମାୟା ବୋଲି ବିବେଚନା କରିବା, ଯାହା ପ୍ରାଚୀନ ଧାରାରେ ମୋକ୍ଷ ଲାଭର ପଥ ବା ମୁକ୍ତି ଲାଭର ପଥ।
वैराग्य माध्यम भगवत प्राप्ति ये हूँ प्राचीन धारा। वैराग्य कौन ना ये संसार को मिथ्या माया छलनापूर्ण बोली कही मुह फेरई नहीं केवल भगवत संधान करिबा बा आत्मार संधान करिबा। आत्मार संधान माध्यम भगवान को उपलब्धि करिबा। संसार मायाजाल बाहरी आसी अध्यात्म सत्तार सत्य मध्य प्रवेश करने द्वारा जीवन आ जीवनर कर्म सबको मिथ्या बा माया रूप में विचार करवा। जदिच यह एक प्रकार समाधान बोली धरी नि जाए श्री अरविंद कहते हाँ एक प्रकार ताहा समाधान हो पारिबो कारण कर्मर गोटे बंधन अच्छी। जदि ताकू निष्काम भाव में करा न जाए ताहले सकाम कर्म बंधनर कारण हेब ही हेब। फलरे जेतिकी जेतिकी आमर अच्छी कर्मफल सी बहुगुणित हो जिबार संभावना अच्छी सकाम कर्म द्वारा। केवल संन्यास ग्रहण कले कर्महीन हेले कौन सी कर्म न कले कर्मर फल मध्य ना शिरोनास्ति शिरोपीड़ा न्याय रे केवल भगवत अनुसंधान करी आत्मा को परमात्मा को सहित युक्त करिबा ये थिला प्राचीन धारा। ये गोटे धारा सकाम कर्म गोटे धारा नहेले कर्महीन होई संन्यास ग्रहण करी मुक्ति पाइबा ये गोटे धारा। किंतु गीता ग्रंथ रे ये दुईटी जाक धारार समन्वित धारा गोटे अच्छी अर्थ निष्काम कर्म माध्यम रे भगवत प्राप्ति। जाहेउ मनुष्य कर्म जीवनर प्रहेलिकार उद्धार पाइबा निमित्त यह एक निश्चित और कार्यकारी पंथा कौटिक ये संन्यास। प्राचीन भारतीय आध्यात्मिक चिंतार उच्चतम और समधिक ध्यानशील धारा जेतेबेले ताहार प्रथम उदार और स्वाधीन समन्वयर पद्धति त्याग करी एकमुहा होई गोटे दिगरे तीव्र अनुराग सह अग्रसर हेबाक आरंभ कला सेही समयरु यह यही पंथाटी अनुसरण करि आसी। केतेबेले ये वैराग्य कथाटा आसिला ना जेतेबेले अत्यधिक आसक्ति आसिला व्यक्तिर संसार प्रति सेही समय रे से अत्यधिक आसक्तिर मुह फेरे आनिबाकू वैराग्य कथाटी सृष्टि हला जे यह वृथा मिथ्या एमती कथा सब सृष्टि हला। सर्वदा यह को अधिक अधिक प्राधान्य देछि। तंत्रशास्त्र परि गीता और केतेक दिगरे परवर्ती कालर धर्ममत समूह मध्य उक्त प्राचीन समन्वयटी को बजाय रखा चेष्टा करिछि। से आदि समन्वयर सारतत्व भित्तिटी गीता रक्षा करिछि। गीतार गोटे समन्वय कथा अच्छी कर्म रहिबा मुक्ति भी मिलिबा किंतु से कर्मटी हब निष्काम कर्म। किंतु ताहार स्वरूप परिवर्तित होइछि क्रम विकसित अध्यात्म उपलब्धिर आलोक पुनराय नूतन भाव में प्रवर्तित होइछि। गीता ग्रंथ रे नुआ भाव से कथाटा टिके परिवेशित होइछि। अर्थ कर्म ज्ञान भक्तिर समन्वय एवं जो कर्म हब से कर्म रे जड़े निजको निमित्त मात्र विचारिब तार कर्तव्य कर्म से करिब किंतु कर्मर फल त्याग करिब। फल त्याग करा जाइथिबा एवं कर्तव्य अवश्य बोलिकरी भाविकी कर्म करा जाउथिबा कर्मर अन्य नाम निष्काम कर्म ताहा करा जिवो।
ଉତ୍ତମ ସତ୍ତା ଓ ଆତ୍ମା ସମ୍ପୃକ୍ତ ମନୁଷ୍ୟର ଆନ୍ତର୍ଜୀବନ ସହିତ ପୂର୍ଣ୍ଣ କର୍ମଜୀବନର ସମନ୍ୱୟ ସ୍ଥାପନର କଠିନ ସମସ୍ୟାକୁ ଗୀତାର ଶିକ୍ଷା ଏଡ଼ି ଦେଇ ଯାଇନାହିଁ। ଗୀତା ଜମାରୁ ପଳାୟନ କଥା କହିନାହିଁ କି ସକାମ କର୍ମର କଥା କହିନାହିଁ। ବରଂ ଗୀତାର ମତରେ ଯାହା ପ୍ରକୃତ ସମାଧାନ ତାହା ଉପସ୍ଥାପନ କରିଛି। ଜୀବନ ସନ୍ନ୍ୟାସ ଦ୍ୱାରା ସନ୍ନ୍ୟାସର ଉଦ୍ଦେଶ୍ୟ ଯେ କାର୍ଯ୍ୟକାରୀ ହୋଇପାରେ, ଗୀତା ତାହା ଅସ୍ୱୀକାର କରିନାହିଁ। କହିଲେ ହଁ, ସନ୍ନ୍ୟାସ ଗୋଟେ ବାଟ ହେଇପାରେ, ଜୀବନରୁ ସନ୍ନ୍ୟାସ ନେବା ଗୀତା ଅସ୍ୱୀକାର କରିନି। ମାତ୍ର ଏପରି ପନ୍ଥା ସମସ୍ୟାର ଗ୍ରନ୍ଥିକୁ ଖୋଲି ନ ଦେଇ ତାହାକୁ କାଟିଦିଏ ବୋଲି କହିଛି। କହିଲେ ଏହାଦ୍ୱାରା ସମସ୍ୟାର ଗଣ୍ଠିଟା ଫିଟିବନି, ଗଣ୍ଠିଟା କାଟିଦେବ। ଗୋଟେ ଗଣ୍ଠି ପଡ଼ିଯାଇଛି, ତାକୁ ଫିଟେଇ ଦେବା ଗୋଟେ ବାଟ, ଆଉ ଗୋଟେ ବାଟ ହେଉଛି ଗଣ୍ଠିଟାକୁ କାଟିଦେବା। ଗୀତା ସେ କଥା କରିନାହିଁ। ଅର୍ଥ, ଏପରି ପନ୍ଥା ସମସ୍ୟାର ଗ୍ରନ୍ଥିଟିକୁ ଖୋଲି ନ ଦେଇ ତାହାକୁ କାଟିଦିଏ। ଇଏ ଯେଉଁ ସନ୍ନ୍ୟାସ ପଳାୟନ, ତେଣୁ ଏହାକୁ ଏକ ନିକୃଷ୍ଟ ପନ୍ଥା ରୂପେ ଏବଂ ନିଜର ପନ୍ଥାଟିକୁ ଏକ ଉତ୍କୃଷ୍ଟତର ବୋଲି ଗୀତା ବିବେଚନା କରେ। କାହାକୁ ନିକୃଷ୍ଟ? ସନ୍ନ୍ୟାସକୁ ନିକୃଷ୍ଟ, କିନ୍ତୁ ନିଜର ପନ୍ଥା କ'ଣ? ଗୀତାର ଗୋଟେ ନିଜର କର୍ମଜନିତ ପନ୍ଥା କ'ଣ? ସକାମ କର୍ମ ନୁହେଁ, ନିଷ୍କାମ କର୍ମ କଥା କୁହାଯାଇଛି। ଦୁଇଟି ପନ୍ଥା ଆମମାନଙ୍କୁ ନିମ୍ନତମ ଅଜ୍ଞାନ ସାଧାରଣ ପ୍ରକୃତିର ଊର୍ଦ୍ଧ୍ୱକୁ ନେଇଯାଏ। ହେଲେ ଦୁଇଟା ଯାକ ପନ୍ଥାର ଉପଯୋଗିତା ଅଛି ଏବଂ ଶୁଦ୍ଧ ଅଧ୍ୟାତ୍ମ ଚେତନା ମଧ୍ୟକୁ ପରିଚାଳିତ କରେ। ଦୁଇଟା ଯାକ କଥାର ମହତ୍ତ୍ୱ ଅଛି, ସନ୍ନ୍ୟାସର ବି ମହତ୍ତ୍ୱ ଅଛି ଏବଂ ନିଷ୍କାମ କର୍ମର ମଧ୍ୟ ମହତ୍ତ୍ୱ ଅଛି। ଏପର୍ଯ୍ୟନ୍ତ ଦୁଇଟି ପନ୍ଥା ନ୍ୟାୟସଙ୍ଗତ, ଏପରିକି ମୂଳତଃ ଏକ ବୋଲି ସ୍ୱୀକାର କରିବାକୁ ହେବ। ଯେମିତି ହେଲେ ଭଗବତ ପ୍ରାପ୍ତି ଦୁଇଟା ଏକର ଲକ୍ଷ୍ୟ ଏବଂ ତାହା ସମ୍ଭବ। କିନ୍ତୁ ଯେତେବେଳେ ଗୋଟିଏ ଧାରା ମଧ୍ୟପଥରେ ବିରତ ହୋଇଛି ଓ ପ୍ରତ୍ୟାବର୍ତ୍ତନ କରିଛି, ଅନ୍ୟଟି ସେତେବେଳେ ଅବିଚଳ ସୂକ୍ଷ୍ମ ଦୃଷ୍ଟି ଓ ଅଦମ୍ୟ ସାହସ ସହିତ ଅଗ୍ରସର ହୋଇଛି। ଅନାବିଷ୍କୃତ ଅଧ୍ୟାତ୍ମ ଅଞ୍ଚଳ ମଧ୍ୟ ଗୋଟେ ପ୍ରବେଶ ଦ୍ୱାର ଉନ୍ମୁକ୍ତ କରିଛି। କିନ୍ତୁ ଗୀତାରେ ଯେଉଁ ମଧ୍ୟମ ମାର୍ଗଟା ଦିଆଯାଇଛି, କର୍ମ ରହିବ କିନ୍ତୁ ତାର ଫଳର ଲାଳସା ରହିବନି। କାମନା ବିହୀନ କର୍ମ ଗୀତାର କର୍ମ। ତେଣୁ ସେ ଯେଉଁ ମଝି କଥାଟି କହିଛି ଗୀତା, ସେ ଗୋଟେ ନୂଆ ବାଟ ଫିଟେଇ ଦେଇଛି। କାହିଁକିନା କର୍ମ ଦ୍ୱାରା ଜଗତର ଭୌତିକ ବିକାଶ, ସାମାଜିକ ବିକାଶ, ଅର୍ଥନୈତିକ ବିକାଶ ଘଟିବ। ବିନା କର୍ମରେ ତାହା ଘଟିବ ନାହିଁ। ମାତ୍ର ସକାମ କର୍ମ ବା ଅହଂ ମିଶ୍ରିତ କର୍ମ ଦ୍ୱାରା ଏ ଭୌତିକ ବିକାଶ ଘଟିଲେ ମଧ୍ୟ ଚେତନା ଦୃଷ୍ଟିରୁ ଅନେକ କ୍ଷତି ଘଟିବ। ଗୀତାର ମାର୍ଗରେ ଜଣେ ପରିଚାଳିତ ହେଲେ ଭୌତିକ ବିକାଶ ଘଟିବା ସହିତ ଚେତନାର ବିକାଶ ମଧ୍ୟ ଘଟିବ। କାରଣ ଏହା ଏକ ସମନ୍ୱିତ ମାର୍ଗ। ଆତ୍ମା ମଧ୍ୟରେ ପୁରୁଷ ଓ ପ୍ରକୃତିର ସମନ୍ୱୟ ସାଧନ କରିଛି। ଗୀତା ପ୍ରକୃତି ଯେଉଁ ଯାହାକୁ ଆମେ କହୁଛୁ ତ୍ରିଗୁଣାତ୍ମିକା, ସେ କଥା ବି କହିଛି ଏବଂ ପୁରୁଷର କଥା କହିଛି, ଆତ୍ମିକ ଚେତନା କଥା ମଧ୍ୟ କହିଛି। ଏବଂ ଏକଥା ମଧ୍ୟ କୁହାଯାଇଛି ଯେ ତ୍ରିଗୁଣାତ୍ମିକ ଅବସ୍ଥା ଦେଇ
ଜଣେ ତ୍ରିଗୁଣାତୀତ ହୋଇପାରିବ। ତ୍ରିଗୁଣକୁ ଛାଡ଼ି ଜଣେ ତ୍ରିଗୁଣାତୀତ ହୋଇପାରିବ ନାହିଁ। ଏପରିକି ଆଗରୁ ବହୁତ ଥର ଆଲୋଚନା କରାଯାଇଛି ଏହି ଗ୍ରନ୍ଥ ଚର୍ଚ୍ଚା ଅବକାଶରେ ଯେ ତାମସିକତାରୁ ରାଜସିକତା ବାଟ ଦେଇ ସାତ୍ବିକତାରେ ପହଞ୍ଚିବାକୁ ହେବ। ଯାହାର ଯେଉଁ ଗୁଣ ଅଧିକ ଅଛି ସେ ତାକୁ ଷ୍ଟେପିଂ ଷ୍ଟୋନ୍ କରି ଅନ୍ୟ ଗୁଣକୁ ଯାଇ ତ୍ରିଗୁଣାତୀତ ବା ଗୁଣାତୀତ ହୋଇପାରିବ। ଫଳରେ ପୁରୁଷ ଆଉ ପ୍ରକୃତିର ଗୋଟେ ସମନ୍ୱୟ ହେବ। ତୁମ ପ୍ରକୃତି ଆଉ ଆତ୍ମା ଆତ୍ମପୁରୁଷ ଏମାନଙ୍କ ଭିତରେ ଗୋଟେ ସମନ୍ୱୟ ଆସିବ ଗୀତା ଗ୍ରନ୍ଥ ଅନୁସାରେ। ସେଥିନିମିତ୍ତ ଏହି ପ୍ରଥମ 5ଟି ଶ୍ଲୋକରେ ଗୀତା ତାର ବକ୍ତବ୍ୟ ଏପରି ଭାଷାରେ ପ୍ରକାଶ କରିଛି ଯାହା ଅନ୍ତର୍ମୁଖୀ ତ୍ୟାଗ ଓ ବହିର୍ମୁଖୀ ତ୍ୟାଗ ଉଭୟ ପନ୍ଥା ପ୍ରତି ପ୍ରଯୁଜ୍ୟ ହୋଇପାରେ। ଅଷ୍ଟାଦଶ ଅଧ୍ୟାୟର ପ୍ରଥମରେ ସନ୍ନ୍ୟାସ ଆଉ ତ୍ୟାଗ କଥାଟା କୁହାଯାଇଛି। ତ୍ୟାଗ କହିଲେ କ'ଣ ନା କର୍ମ ଫଳ ତ୍ୟାଗକୁ ତ୍ୟାଗ କରୁଛନ୍ତି। ସନ୍ନ୍ୟାସ ହେଉଛି କର୍ମ ତ୍ୟାଗଟାକୁ ନିଜେ ସନ୍ନ୍ୟାସ ବୋଲିକରି କୁହାଯାଉଛି। ଅଥଚ ଏପରି ଭାବରେ ତାହା ପ୍ରକାଶ କରିଛି ଯେ ତନ୍ମଧ୍ୟରୁ କେତୋଟି ସାଧାରଣ କଥାର ଗଭୀରତର ଅଧିକତର ଆଭ୍ୟନ୍ତରୀଣ ଅର୍ଥ ଗ୍ରହଣ କଲେ ଆମମାନେ ଗୀତାର ଅନୁମୋଦିତ ପ୍ରଣାଳୀର ଧାରଣା ଓ ଭାବଧାରା ହୃଦୟଙ୍ଗମ କରିପାରୁ। ତାକୁ ଟିକେ ଗଭୀର ଭାବରେ ବୁଝିଲେ ହେବ ଯେ ସନ୍ନ୍ୟାସ ଠାରୁ ତ୍ୟାଗ ଶ୍ରେଷ୍ଠ। କର୍ମ ରହିବ କିନ୍ତୁ ଫଳର ଆକାଂକ୍ଷା ରହିବନି, ତା ନାଁ ହେଉଛି ତ୍ୟାଗ। ବିଲକୁଲ କର୍ମ ହିଁ ରହିବ ନାହିଁ ସନ୍ନ୍ୟାସ। ତେଣୁ ସନ୍ନ୍ୟାସ ଅପେକ୍ଷା ସନ୍ନ୍ୟାସ ଗୋଟେ ମାର୍ଗ, କିନ୍ତୁ ତାହା ଅପେକ୍ଷା ତ୍ୟାଗର ମାର୍ଗ ଅଧିକ ବରଣୀୟ। ମାନବର କର୍ମ ସମସ୍ୟାଟି ଏଇ ଯେ ମନୁଷ୍ୟର ଅନ୍ତଃପୁରୁଷ ପ୍ରକୃତି ସାଂଘାତିକ ଭାବରେ ନାନା ପ୍ରକାର ବନ୍ଧନର ବଶୀଭୂତ, ଅଜ୍ଞାନର କାରାଗାର, ଅହଂ ଦ୍ୱାରା ବିସ୍ତୃତ ଜାଲ, ରିପୁଗଣର ଶୃଙ୍ଖଳ, ବାଧ୍ୟବାଧ୍ୟକତାପୂର୍ଣ୍ଣ ଉପସ୍ଥିତ ଜୀବନଧାରା, ଏକ ଅଜ୍ଞାତ ଓ ସୀମାବଦ୍ଧ ଆବର୍ତ୍ତ ଯାହା ମଧ୍ୟରୁ ବହିର୍ଗତ ହେବାର କୌଣସି ପଥ ନଥାଏ। ମଣିଷର ସମସ୍ୟା କ'ଣ? ପ୍ରତ୍ୟେକ ବ୍ୟକ୍ତିର କର୍ମଜନିତ ସମସ୍ୟାଟି କ'ଣ ନା ଅନ୍ତଃପୁରୁଷ ଆଉ ପ୍ରକୃତି ଅନ୍ତଃପୁରୁଷ ଭିତରେ ସିଏ ଏଇ ପ୍ରକୃତି ଦ୍ୱାରା ଅର୍ଥାତ୍ 3 ଗୁଣ ଦ୍ୱାରା ଆଚ୍ଛାଦିତ ହୋଇଯାଉଛନ୍ତି। ଫଳରେ ସମସ୍ୟା ସୃଷ୍ଟି ହେଉଛି। ତମଗୁଣ ଦ୍ୱାରା, ରଜଗୁଣ ଦ୍ୱାରା, ସତ୍ୱଗୁଣ ଦ୍ୱାରା ମଧ୍ୟ ସିଏ ଆଚ୍ଛାଦିତ ହେଉଛି। ଆଉ କ'ଣ ନା ଅଜ୍ଞାନର କାରାଗାର ଭିତରେ କର୍ମ ରହୁଛି। କର୍ମ ହେଉଛି ଅଜ୍ଞାନତା ଭିତରେ ହିଁ କର୍ମ କରାଯାଉଛି। ଅହଙ୍କାର ଭିତରେ କର୍ମ କରାଯାଉଛି। ଯେଉଁ କର୍ମ ସବୁ ଚାଲିଛି ସଂସାରରେ ସେ ଅଜ୍ଞାନତାର ଭିତ୍ତିରେ ଚାଲିଛି। ଅଜ୍ଞାନତା ହେଉଛି ଅହଙ୍କାର। ମୁଁ କରୁଛି, ମୋ କାମ। ଇଏ ଗୋଟେ ସମସ୍ୟା। ତଥାକଥିତ ସାରା ବିଶ୍ୱର ପ୍ରତ୍ୟେକ ବ୍ୟକ୍ତିର କର୍ମ ସମସ୍ୟା। ଅହଂ ଦ୍ୱାରା ବିସ୍ତୃତ ଜାଲ, ଅହଂର ଜାଲରେ ପଡ଼ିକରି ମଣିଷ କାମ କରୁଛି। ରିପୁଗଣର ଶୃଙ୍ଖଳ, ଯେଉଁ ଷଡ଼ ରିପୁ ସିଏ ତାକୁ ବାନ୍ଧିକି ରଖିଛନ୍ତି, ବେଢ଼ିକିରି ରଖିଛନ୍ତି। ପୁଣି ବାଧ୍ୟବାଧ୍ୟକତା ଉପସ୍ଥିତ ଜୀବନଧାରା। ଏମିତି ବେଳେବେଳେ ହେଉଛି ମଣିଷ ଇଚ୍ଛା ନଥାଇ ମଧ୍ୟ ଭୁଲ କାମ କରୁଛି, ମିଛ କହୁଛି, ଲାଞ୍ଚ ନେଉଛି। ଇଚ୍ଛା ନଥାଇ ମଧ୍ୟ ବାଧ୍ୟବାଧ୍ୟକତାରେ ତାହା ମଧ୍ୟ କରୁଛି। ହେଲେ ସେ ବି ସେଇ କର୍ମ ସେ ଗୋଟେ ବିରୋଧୀ ଧାରା, ବିରୋଧୀ ଶକ୍ତି ସେଥିରେ ଆସି ମିଶୁଛି। ଏକ ଅଜ୍ଞାତ ସୀମାବଦ୍ଧ ଆବର୍ତ୍ତ, ଆଉ ସବୁବେଳେ ସୀମିତ ଆବର୍ତ୍ତ ଭିତରେ ସେ ରହୁଛି। ଜୀବନକୁ ଯେମିତି ଗ୍ରହଣ କରିବା କଥା କର୍ମ ମାଧ୍ୟମରେ ବ୍ୟକ୍ତି ପୃଥିବୀର ବର୍ତ୍ତମାନର କଥା କୁହାଯାଉଛି। ସେ ଗୋଟେ ସୀମିତତା ଭିତରେ ନେଉଛି, ଅର୍ଥ
से ता भितर गोटे विस्तृति भाव नाही, प्रसारणर भाव नाही, गोटे संकुचित मु मोर मो सुविधाटी मो कथाटी एई भितरे से रोचे, जहाँ को अन्यत्र माँ कहते जे यही भली व्यक्ति से गोटे जियार जीवन बंची, जिया जमती तार गात भितर रही से गोटा को सारा पृथ्वी बोली विचार करे, मनीष सेमती वर्तमान अच्छी अहंग्र गात भितर रही गोटे जियार जीवन बंचुची। गीता से गातरू ताकू मुक्ति दबा पाई कि लेखा जाइछि कि कुहा जाइछि। जीवनर कर्मधार आवर्त मध्य आबद्ध जीवर कौन सी स्वाधीनता न थाए, तार कौन सी स्वाधीनता नहीं। एपाखे रिपुगण, एपाखे परिस्थिति, से पाखे अज्ञानता, समस्ते मिसी एभली भावरे ताकू कलबल करती जे से स्वाधीन भावरे किछि काम करि पारे नहीं। स्वाधीन भावरे अर्थ कौन? सचेतन भावरे। जीवनर कर्मधारार आबद्ध जीवर कौन स्वाधीनता, तार आत्मा को आविष्कार करने, जीवन प्रकृत मूल्य जगत निजर अस्तित्वर अर्थ आविष्कार करने कौन से अवसर बा आत्मज्ञान आलोक से पाए ना। किए से बोले किए कहूना जाना केमी आम बुझीपार व्यक्ति मनीष तेणु मनीषर स्वाधीनता न थाए आत्मा को आविष्कार करने। जो कामेरे से आसीची, जो काम करवा ता जीवनर लक्ष्य से कामटी से कर पारे ना। से कामटी होचे आत्मा को आविष्कार करवा। जीवनर प्रकृत मूल्य जीवनर से बुझा संभव हुए ना। जगतर निजर अस्तित्वर अर्थ कहीं आसीची बोली ताकू मध्य से आविष्कार करि पारे नाही। से आसीची से कथा आविष्कार करने को कहीं से आसीची, भगवत प्राप्ति पे आसी, आत्मानुसंधान रे आसी, आत्म साक्षात्कार रे आसी, ए कथा पे से आसी किंतु ताकू करे दिए नाही। वर्तमानर कर्मधारा, वर्तमानर कर्म व्यवस्था ताकू करे दिए नाही। फलरे से आत्मज्ञानर आलोक पाए नाही। से ताहार सक्रिय व्यक्तित्व एवं क्रियात्मिका प्रकृति ठारू तार सत्ता संबंध में केतक निर्देश पाइपर। सी तार गुण अनुसार चले, प्रकृति अनुसार चले, किंतु से आत्मज्ञान पाए नहीं। गुड़ाए धन पाए, गुड़े जश पाए, गुड़े क्षमतार अधिकारी हुए, शेष को पुणी जाए, पुणी आसे, पुणी से पंकर लुटे, कि से आत्मज्ञान पाए नहीं। कारण ताकू ए रिपुगण, अज्ञानता, परिस्थिति एमिति विव्रत करे जे से आत्मज्ञान पाई पारे नहीं। से ताहार सक्रिय व्यक्तित्व एवं क्रियात्मिका प्रकृति तार सत्ता संबंध में केतक निर्देश पाई पारे, किंतु सेपरी अवस्था से तार पूर्णतार जो सब आदर्श गढ़ी थाए सेगुड़िक एते परिमाण अहिक सीमाबद्ध आपेक्षिक हुए जे सेगुड़िक साहाय्य से तार निजस्व समस्यार कौन सी संतोषजनक समाधान सूत्र पाए ना। प्रकृत में समाधानर सूत्र से पाए ना, केवल समस्या घांटी ही जाए मनीष आरंभ शेष पर्यंत। कारण समाधान न थाए ये त्रिगुण रे समाधान नहीं, परिस्थिति को समाधान करईदबनी, केवल आत्मज्ञान ताकू समाधान करईदब तार समस्यार। जेहेतु सी आत्मज्ञान पाए नहीं तेणु तार कौन सी समस्या समाधान हुएनी, ये समस्या सेमती जड़ी जड़ी होकी जाए।
ତାହାର ସକ୍ରିୟ ପ୍ରକୃତିର ନିରନ୍ତର ଆହ୍ୱାନରେ ତନ୍ମୟ ହୋଇ ଯେତେବେଳେ ସେ ବାରମ୍ବାର ବହିର୍ମୁଖୀ ହେବାକୁ ବାଧ୍ୟ ହୁଏ, ସେତେବେଳେ ମନୁଷ୍ୟ କିପରି ତା'ର ପ୍ରକୃତ ସତ୍ତା ଅଧ୍ୟାତ୍ମ ଜୀବନ ଫେରି ପାଇବ? ସେ ତ ସବୁବେଳେ ବାହାରେ ହିଁ ବୁଲେ। ସେ ପାଞ୍ଚଟା ଏକ ଇନ୍ଦ୍ରିୟକୁ ସାଟିସ୍ଫାଇ କରିବାକୁ ସେ ବାହାରେ ହିଁ ବୁଲୁଥାଏ। ବେଶୀ ବାହାରକୁ ବୁଲିବା ତା'ର ହୁଏ। 10 ବର୍ଷରେ ସେ ଯେତିକି ବୁଲୁଛି 20 ବର୍ଷରେ ବେଶୀ ବାହାରେ ବୁଲିଲାଣି। ବାହାରେ ମାନେ କଲେଜ ବାହାରେ ନୁହେଁ ମ, ବାହାରେ ବହିର୍ମୁଖୀ ହେଇଗଲାଣି। 30 ବର୍ଷକୁ ଆହୁରି ବାହାରେ ବୁଲିଲାଣି, 50 ବର୍ଷକୁ ଆହୁରି ବୁଲିଲାଣି। ବାହାରେ ବୁଲିବା ଅର୍ଥ ଏଇସବୁ ବହିର୍ଜୀବନକୁ ବେଶୀ ଗୁରୁତ୍ୱ ଦେବା, ଇନ୍ଦ୍ରିୟମାନଙ୍କ ଉପରେ ଅତ୍ୟଧିକ ଗୁରୁତ୍ୱ ଦେବା ଏବଂ ଭୌତିକ ବିକାଶ ଉପରେ ଗୁରୁତ୍ୱ ଦେବା, ଯଶ ପ୍ରଶଂସାର ଲାଳସାରେ ଲାଳାୟିତ ହେବା, ଏଗୁଡ଼ାକ ହେଉଛି ବାହାରେ ବୁଲିବା। ସେଗୁଡ଼ିକ କରୁଛି ଶେଷ ପର୍ଯ୍ୟନ୍ତ। 50 ବର୍ଷ ଯଦି ବାହାରେ ବୁଲୁଛି, 80 ବର୍ଷରେ ବି ତାଠୁ ବେଶୀ ବାହାରେ ବୁଲୁଛି। ଭିତରକୁ ଆସିବା ସହଜ ହେଉନାହିଁ। ତେଣୁ ସେ କିପରି କେତେବେଳେ ପାଇବ ତା'ର ଅଧ୍ୟାତ୍ମ ଜୀବନକୁ? ଯେଉଁ କାମରେ ଆସିଛି ସେଇ କାମ କେତେବେଳେ କରିବ? କ'ଣ ସେ କାମ? ଆତ୍ମ ଆବିଷ୍କାର। ସନ୍ନ୍ୟାସ ଧର୍ମର ତ୍ୟାଗ ପନ୍ଥା ଏବଂ ଗୀତାର ପନ୍ଥା ଉଭୟତ୍ର ସ୍ୱୀକୃତ ହୁଏ ଯେ ପ୍ରଥମରେ ଜୀବକୁ ଏହି ତନ୍ମୟତା ତ୍ୟାଗ କରିବାକୁ ହେବ। ପ୍ରଥମରେ ଗୀତାର ସେଇଥିପାଇଁ 5ମ 6ଠ ଅଧ୍ୟାୟ ବେଳକୁ ବୈରାଗ୍ୟର କଥା କୁହାଯାଇଛି ଏବଂ ବୈରାଗ୍ୟର ଭିତ୍ତିରେ କର୍ମ ସମାପନ। ଏହା ହେଉଛି ଗୀତାର ବୈରାଗ୍ୟର ଭିତ୍ତିରେ, ମାନେ ବୈରାଗ୍ୟଟା ମୂଳରେ ରହିବ କିନ୍ତୁ କର୍ମ ହେବ, ଯାହାକୁ ନିଷ୍କାମ କର୍ମ ବୋଲି କୁହାଯିବ। ଏଇ କଥାଟି ଗୀତାରେ ଅଛି। ସନ୍ନ୍ୟାସ ଉପରେ ଗୀତାରେ ଗୁରୁତ୍ୱ ନାହିଁ, ବରଂ କର୍ମଫଳ ତ୍ୟାଗ ଉପରେ ଗୀତାରେ ଗୁରୁତ୍ୱ ଅଛି। କିନ୍ତୁ କର୍ମ କରିବାର କର୍ମଣ୍ୟ ବା ଅଧିକାରସ୍ତେ ମା ଫଳେଷୁ କଦାଚନ ବୋଲି କୁହାଯାଇଛି। ତାହାର ବାହ୍ୟ ବିଷୟ ସମୂହ ପ୍ରତି ବହିର୍ମୁଖୀ ଆକାଂକ୍ଷା ପରିତ୍ୟାଗ କରିବାକୁ ହେବ। ବାହାରେ ବୁଲିବା, ବହିର୍ଜୀବନ ଉପରେ ଗୁରୁତ୍ୱ ଦେବା କଥା ଗୀତା କହେନି। ହେ ଅର୍ଜୁନ, ସଂଗ୍ରାମ କର, ତୁମ କର୍ତ୍ତବ୍ୟ। ନିଜକୁ ତମେ ଭାବ ଜଣେ ତୁମେ କିଭଳି ନା ତୁମେ କର୍ମୀ ନୁହେଁ, କର୍ତ୍ତା ନୁହେଁ, ତୁମେ ନିମିତ୍ତ ମାତ୍ର ଭାବରେ ନିଜକୁ ଭାବ ଏବଂ ଯେଉଁ କର୍ମ କରୁଛ ତା'ର ଫଳ ଆଶା ତୁମେ କର ନାହିଁ, କିନ୍ତୁ କର୍ମରେ ନିଯୁକ୍ତ ହୁଅ। ତେଣୁ ସେଇ ଯେଉଁ ଆକାଂକ୍ଷା, ବାହାର ଯଶ ପ୍ରଶଂସା ପ୍ରତିଷ୍ଠା ଧନ ଏଇଗୁଡ଼ାକ ପାଇବା ପାଇଁ କର୍ମ କରନି। ଏମାନଙ୍କୁ ମାଧ୍ୟମ କରି କର୍ମ କରିପାର, କିନ୍ତୁ ଏମାନଙ୍କ ପ୍ରାପ୍ତି ପାଇଁ କର୍ମ କର ନାହିଁ। ଧନ ମାଧ୍ୟମରେ ଭଗବତ ପ୍ରାପ୍ତି ହେବ, କିନ୍ତୁ ଧନ ପ୍ରାପ୍ତି ଜୀବନର ଲକ୍ଷ୍ୟ ନୁହେଁ। ଯଶ ମାଧ୍ୟମରେ ଭଗବତ ପ୍ରାପ୍ତି ହୋଇପାରିବ, କାରଣ ଯାହା ମିଳିଛି ତାଙ୍କୁ ଦବାରେ, ସମର୍ପଣ କରିବାରେ ଚେତନାର ବିକାଶ। ଯାହା ମିଳିଛି, ତେଣୁ ଯାହା ମିଳିବାଟା ଭୁଲ ନୁହେଁ, ଯାହା ମିଳିବା ଭିତରେ ବାନ୍ଧି ହେଇ ରହିବାଟା ଭୁଲ। ଆଉ ଯଦି କିଛି ତ ନାହିଁ କ'ଣ ଦେବ? ଯଶ ମଧ୍ୟ ଭଲ ଜିନିଷ, ପ୍ରୋଭାଇଡେଡ଼ ତାର ଯଦି ସଦ୍ବ୍ୟବହାର କରାଯାଏ। କ୍ଷମତା ଭଲ ଜିନିଷ, ତା ଦ୍ୱାରା ପୃଥିବୀର ଉନ୍ନତି ହେବ, ସମାଜର ଉନ୍ନତି ହେବ, ପ୍ରୋଭାଇଡେଡ଼ ତାର ଯଦି ସଦ୍ବ୍ୟବହାର କରାଯାଏ। ସଦ୍ବ୍ୟବହାର ମାନେ କ'ଣ? ସଦ୍ବ୍ୟବହାର ମାନେ ତାକୁ ଯଦି ଭଗବତ କାର୍ଯ୍ୟରେ ବା ଭଗବତ ଚିନ୍ତା ବା ଭଗବାନ ଆତ୍ମା ଆବିଷ୍କାର ପାଇଁ, ଭଗବତ ପ୍ରାପ୍ତି ପାଇଁ ଯଦି କ୍ଷମତାକୁ ଲଗାଯାଏ ସାର୍ଥକ। ଆତ୍ମା ଆବିଷ୍କାର ପାଇଁ ଯଦି ଧନକୁ ଲଗାଗଲା ସାର୍ଥକ।
नीरव निष्क्रिय पुरुष को सक्रिय प्रकृति ठारू पृथक करने को हम जो वर्तमान कौन हो ना प्रकृति आउ जो कामना आत्मा ये एमती भाव में जड़ित होकर अच्छा जे ताको अलगा करी होनी आत्मा आउ प्रकृति ये दीटा अलगा करने पड़ो प्रकृति अलगा न कले सेठी जीव केमिति जदि एकाकार हो से कथाटा ताले अलगा रहिले सिना सेठी जे पहुँचब तेणु प्रकृति ठारू आत्मा को अलगा करने को हम कि साधारण जीवन रे ताहा घटे नाही फल आत्मा किपरि ना चाप रे रही जाए शरीर प्राण मनर एवं चाप रे रही जाए त्रिगुणर जहाकू गीता ग्रंथ रे कहा जाउची जे जेमितिका गोटे मुकुर मलरे जथा गोटे दर्पण उपरे मैला जमी जाउची मुह दिसुनी मैलाटाकू सफा कले बा मैला ठारू दर्पण को दूर रे रखिले मुह दिशो आत्मा तो तीन गुणर मैला रे शरीर प्राण मनर मैला रे मलिन हो जाउची माने मलिन नुहे आच्छादित हो जाउची मुह केम दिशो तेणु ताको अलगा करिया पड़ो तीन गुण को अलगा करी आत्मा को अलगा करी तीन गुण को डेई आत्मा रे पहुँचवा को पड़ो एथिपाई आत्मा सहित एकात्म ताहार नीरवता मध्य वास करने को हम एक आभ्यंतरीण निष्क्रियता और नैष्कर्म्य ताहाक उपनीत होगाकू हम गोटे आभ्यंतरीण निष्क्रियता निष्क्रियता आभ्यंतरीण माने सूक्ष्मतः निष्क्रियता बाहर दौड़ा दौड़ी करी कर्म करुथिब किंतु ता भीतर गोटे निष्क्रियता थिब असुविधा लगुच बाहर दृष्टि बुझा किंतु अच्छी कर्मफल त्याग कले निमित्त मात्र होई काम कले कर्तव्य करुच्ची बोली भावी कर्म कले कर्म रहिबो किंतु ता भीतर गोटे निष्क्रिय भाव रहिबो अर्थ अन्य को झांपी नवा अन्यर असुविधा कर निजर सुविधा कर नवा अन्य को असुविधा पकईक निजर सुविधा हासिल कर नवा एमती कथा सब आसबनी पृथक निश्चल हाँ बास कर एक आभ्यंतरीण निष्क्रियता और नैष्कर्म्य ताकू से कहते नैष्कर्म्य बा निष्काम कर्म एथिपाई मुक्तिप्रद आभ्यंतरीण आसक्तिहीनता को गीता एठार तार जोगर प्रथम लक्ष्य रूपे उपस्थापन कर आसक्तिहीनता गीतार मूल कथा आसक्तिहीनता कर्म प्रति आसक्ति नहीं कि कर्म फल प्रति आसक्ति नहीं से बाट किंतु कर्म रहिबो यह ही उक्त जोगर प्रथम प्रयोजनीय सिद्धि गीतार प्रथम तेणु गीता एक तात्विक ग्रंथ नुहे एक व्यावहारिक ग्रंथ यह कौन सी धर्म पाई उद्दिष्ट नुहे समस्त धर्म द्वारा यह गृहीत हो पारे कारण एठी मानव जातिर कथा कहा जाइछि अर्जुन मानव जातिर प्रतिनिधि समस्ते पृथ्वी रे कर्मचंचल अछंती मात्र ता द्वारा चेतनार विकास कहार घटुना कारण समस्ते कर्म को जहाँ कहगला विभिन्न बाग्य परिस्थिति चापरे से बहुत रिपुगण प्रकोप एमती ही कर्म कर से कर्म चेतनार विकास घटौनी जार बुद्धि सकल विषय आसक्ति रहित जार आत्मा स्वबस वासना शून्य से संन्यास द्वारा परम नैष्कर्म सिद्धि लाभ करती तेणु जी प्रकृति आसक्ति रहित सी हूँ साधनार कथा ये हूँ असल तत्वर कथा आसक्ति रहित ही कर्म करवा अवश्य कर्तव्य भावी करवा अवश्य यह मोर कर्तव्य
ରହୁଛି। ସମସ୍ତଙ୍କ କଥା ପଡ଼ିଛି, କ'ଣ ଜଣ କଥା ପୃଥିବୀ ଯାକ କଥା ପଡ଼ିଛି। ଯେତେବେଳେ ଆସକ୍ତି କମିବ, କର୍ମ ରହିବ, ସେଇ ହେବ ଅସଲ କର୍ମ, ଯାହାଦ୍ୱାରା ଚେତନା ବଢ଼ିବ। ଚେତନା ବଢ଼ିଲେ ଭଗବତ ପ୍ରାପ୍ତି ଆଡ଼କୁ ବାଟ ଫିଟିବ। ଏହି ତ୍ୟାଗର ଆଦର୍ଶ, ଆତ୍ମଜୟ ଲବ୍ଧ ନୀରବତା, ଆଧ୍ୟାତ୍ମିକ ନିଷ୍କ୍ରିୟତା, କାମନା ଶୂନ୍ୟତା ପ୍ରାଚୀନ ଯୁଗର ସକଳ ବିଜ୍ଞ ମନୀଷୀଙ୍କ ଦ୍ୱାରା ସ୍ୱୀକୃତ ହୋଇଛି। କହିଲେ ନୂଆ କଥା ନୁହେଁ, ଗୀତା ଗ୍ରନ୍ଥରେ ଅଛି, ମାନେ ଆଗରୁ ଉପନିଷଦରେ ବି ଏ କଥା ସବୁ ଅଛି। କିଏ କ'ଣ କହିଛି, କେଉଁ ଶାସ୍ତ୍ର କହିଛି ଯେ ତମେ ସକାମ କର୍ମ କର? କୌଣସି ଉପନିଷଦରେ ଅଛି ସକାମ କର୍ମ କରିବାର? ଯେତେବେଳେ ମଣିଷ ନିଷ୍କାମ କର୍ମ କଥା ସବୁଥିରେ କୁହାଯାଇଛି, କିନ୍ତୁ ଯେତେବେଳେ ଦର୍ପଣରେ ମଇଳା ଜମିଯାଉଛି, ସେଟା ଜମିବ, ସ୍ୱାଭାବିକ ଜମିବ, ତାକୁ ସଫା କରିବା ଦରକାର। ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ। ତେଣୁ ଗୀତା ଗ୍ରନ୍ଥ ବେଳକୁ ସେପଟେ ମଇଳା ହେଇଛି, ନିଷ୍କାମ କର୍ମ ଥିଲା, ମଇଳା ହେଇଗଲା, ଗୀତା ଗ୍ରନ୍ଥ ଦ୍ୱାରା ତାକୁ ସଫା କରାହେଲା। ପୁଣି ସେ ମଇଳା ହେଇଗଲାଣି, ପୁଣି ସଫା କରିବା ଦରକାର ପଡ଼ିଲାଣି। ଶ୍ରୀ ଅରବିନ୍ଦ ଅତିମାନସ ଯୋଗ ମାଧ୍ୟମରେ ସେହି ସମସ୍ତ ପ୍ରକାର ମଳିନତାକୁ ଦେହର, ପ୍ରାଣର, ମନର ସଫା କରିବା ପାଇଁ ଏଇ ଯୋଗ କଥାଟା କହିଛନ୍ତି। କୁହାଯାଇଛି ଦେହର ଜଡ଼ତା, ତାମସିକତା, ଆଳସ୍ୟ, କୁହାଯାଇଛି ନା, ପ୍ରାଣ ପ୍ରକୃତିର ସମସ୍ତ ବାସନା, ମନର ଅହଂଭାବ, ଏ ସବୁ କଥାକୁ ଯାହାକୁ ଆମେ କହୁଛୁ ଦ୍ୱିତୀୟ ଅଧ୍ୟାୟରେ ମା ବହିର କୁହାଯାଇଛି କେଉଁଥିରେ, ପ୍ରତ୍ୟାଖ୍ୟାନ। ଅର୍ଥ କ'ଣ? ସେ ମଇଳାକୁ ସଫା କରିବାର ବେଳ ଆସିଲାଣି। ପୁଣି ମଇଳା ହେଇଯାଇଛି ତ ସଫା କରିବାର ବେଳ ଆସିଲାଣି। ହେଲେ କିପରି ନା, ନିଜେ ଚେଷ୍ଟା କଲେ ସେ ମଇଳା ସଫା ହେବନି। ସମର୍ପଣ ହେବ, ବାରମ୍ବାର ତ ହେବ ହିଁ ହେବ, ସମସ୍ତଙ୍କ କଥା ହେବ ହିଁ ହେବ। ସେ ବାରମ୍ବାର ସଫା ନିଜେ କଲେ ସେ ମଇଳାଟା ଯିବନି। ସମର୍ପଣ କଲେ, ଲୋଭ ଗୋଟେ ମଇଳା, ତାକୁ ତାଙ୍କ ପାଖରେ ଥୋଇଲେ ଲୋଭ ଯିବ। କ୍ରୋଧ ଗୋଟେ ମଇଳା, ଈର୍ଷା ଗୋଟେ ମଇଳା, ଗୋଟିଏ ଗୋଟିଏ ମଇଳା। ଏସବୁ ମୁଁ ଈର୍ଷା ଆଉ କାହାକୁ କରିବିନି, ନା 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 କହିଲେ ଯିବନି, ଈର୍ଷା ଯିବନି। ସମର୍ପଣ ମାଧ୍ୟମରେ ହେବ। ସମର୍ପଣ କଲେ ତାଙ୍କ ସହିତ ଯୋଡ଼ି ହେଇ ତାକୁ ତାଙ୍କ ପାଖରେ ନେଇ ପହଞ୍ଚେଇଲେ ସିଏ ତାକୁ ବଦଳେଇ ଦେବେ। ଫଳରେ ଅନୁଭବ କରିହେବ ଯେ ମୋ ମାଆଙ୍କ ନାମ ଜପ ସେତେବେଳେ କରାଯାଇପାରେ, ସେତେବେଳେ ତାଙ୍କୁ ଏ କଥାବାର୍ତ୍ତା କହି କୁହାଯାଇପାରେ, ମୋର ଈର୍ଷା ଆସୁଛି, କାହିଁକି ଆସୁଛି ମା, ଏଇଟା ଠିକ୍ ନୁହେଁ, ମୁଁ ଜାଣିପାରୁଛି କିନ୍ତୁ ମୁଁ କିଛି କରିପାରୁନି। ଏମିତି ତାଙ୍କୁ ପ୍ରାର୍ଥନା କରିବା ଦ୍ୱାରା, ତାଙ୍କ ନାମ ଜପ କରିବା ଦ୍ୱାରା, ତାଙ୍କ ସହିତ ଯୋଡ଼ି ହେଇ ରହିବା ଦ୍ୱାରା ଗୋଟେ ସମୟ ଆସିବ ଯେତେବେଳେ ଯେଉଁ କଥା ଅତୀତରେ ବର୍ଷକ ତଳେ ଈର୍ଷା କରାଉଥିଲା, ସେମିତି କଥା ଘଟିଲେ ମଧ୍ୟ ଈର୍ଷା ଆସୁନାହିଁ। ବୁଝି ହେବ ଯେ ପ୍ରକୃତରେ କିଛି ଉପକାର ଘଟିଅଛି। ଯାହା ନିଜେ ମୁଁ ଆଉ ଈର୍ଷା କରିବି ନାହିଁ, ମୁଁ ଆଉ ରାଗିବି ନାହିଁ, ମୁଁ ଆଉ ରାଗିବି ନାହିଁ, ଏମିତି କହିଲେ ହେଇନଥାନ୍ତା। ସମର୍ପଣ ମାଧ୍ୟମରେ ବା ଯୁକ୍ତ ହେବା ମାଧ୍ୟମରେ ମାଆଙ୍କ ସହିତ ତାହା ସମ୍ଭବ। ନା ନା, ପ୍ରତ୍ୟାଖ୍ୟାନ ସେ କରିବାକୁ ହେବ। ପ୍ରାଣ ପ୍ରକୃତିର ମୂଢ଼ତା ସବୁ ଲେଖା ହେଇଛି, ସେଇଗୁଡ଼ାକ ମଇଳା, ଦେହର ମଇଳା, ପ୍ରାଣର ମଇଳା, ମନର ମଇଳା। ସେ ବାଛିବ କ'ଣ ଜଣାପଡ଼ିବନି? ଈର୍ଷା କ'ଣ ଜାଣିପାରିବନି? ଆଉ ବାଛିବ କ'ଣ? ତା ଦେହରେ ଈର୍ଷା ହେଉ, କ୍ରୋଧ ହେଉ, ହିଂସା ହେଉ, ଦ୍ୱେଷ ହେଉ, କଳହ ହେଉ, ଦ୍ୱନ୍ଦ୍ୱ ହେଉ, ଏ ସବୁଗୁଡ଼ା ତ ଅଛି। ସେଗୁଡ଼ାକ କ'ଣ ଜଣାପଡ଼ିବନି? ଆରେ ମୋର କ୍ରୋଧ ଆସିଲା, ନା ନା, ସେଇଟା ତ ହେଉଛି ପ୍ରଥମ ଠିକ୍, ମାନେ ଠିକ୍ ହେବାର ବାଟକୁ ଯିବାର ଗୋଟେ ଦିଗ। ଭୁଲଟା ଆମେ ନ ଜାଣିଲେ, ଆମେ ଧର ଭୁଲ ବାଟଟା ନ ଜାଣିଲେ ଠିକ୍ ବାଟଟା ଜାଣି ହେବନି। ଭୁଲ ବାଟଟା ଜାଣିବା ଅର୍ଥ ଠିକ୍ ବାଟଟା ଜାଣିବା ପାଇଁ
ସୁଯୋଗ ଆସୁଛି ବା ସୁବିଧା ମିଳିବାର ବ୍ୟବସ୍ଥା ଅଛି, ଏଇଟା ସୂଚନା ମିଳୁଛି। ପ୍ରାଥମିକ ସ୍ତର ହେଉଛି ଜାଣିବା। ଅଜ୍ଞାନତା ହେଉଛି ନ ଜାଣିବା। ଜଣେ ବି କହିପାରେ ଯେ ମୁଁ କ୍ରୋଧ କଲି, ଠିକ୍ କଲି, ଠିକ୍ କରିଛି, କିନ୍ତୁ ଆଉ ଜଣେ କହେ ନା କ୍ରୋଧଟା ଭୁଲ ହେଲା। ଭୁଲ ହେଲା ଅର୍ଥ ଠିକ୍ ହେବାର ସମୟଟା ଆସୁଛି, ଯାହା ପାଇଁ ଆମେ ସତର୍କ ସଜାଗ ରହିବା ଦରକାର। ସାଧାରଣ ଉପଲବ୍ଧିଟି ଏହି ତ୍ୟାଗର ଆଦର୍ଶ, ଆତ୍ମଜୟ, ନିରବତା, ଆଧ୍ୟାତ୍ମିକ ନିଷ୍କ୍ରିୟତା, କାମନା ଶୂନ୍ୟତା ପ୍ରାଚୀନ ଯୁଗର ସକଳ ବିଜ୍ଞ ମନୁଷ୍ୟଙ୍କ ଦ୍ୱାରା ସ୍ୱୀକୃତ ହୋଇଛି। ଗୀତା ଆମମାନଙ୍କ ସମକ୍ଷରେ ଏହାର ମନସ୍ତାତ୍ତ୍ୱିକ ଦିଗଟିକୁ ଭିତ୍ତିଟିକୁ ଅତୁଳନୀୟ ପୂର୍ଣ୍ଣତା ଓ ପ୍ରାଞ୍ଜଳତାର ସହ ଉପସ୍ଥାପନ କରିଛି। ଗୀତା ସେ କଥାକୁ ଟିକେ ଅଧିକ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛି। ବିଭିନ୍ନ ଗୁଣ, ବିଭିନ୍ନ ପ୍ରକାର ଦାନ, ବିଭିନ୍ନ ପ୍ରକାର ଯଜ୍ଞ, ତାକୁ ଟିକେ ବିଶ୍ଳେଷଣ କରିଛି। କିଭଳି ଭାବରେ ଜଣେ ତ୍ରିଗୁଣାତୀତ ହେବ, ତିନି ଗୁଣରୁ ମୁକ୍ତ ହେବ। ହେଲେ ତିନି ଗୁଣର କଥା ଗୀତାରେ ସ୍ପଷ୍ଟ ବୁଝା ହେଇଛି। ଏ ଗୁଣର ଲକ୍ଷଣ କ'ଣ, ସେଇ ଗୁଣର ଲକ୍ଷଣ କ'ଣ, ସେଇ ଗୁଣର ଲକ୍ଷଣ କ'ଣ, ଅତି ସ୍ପଷ୍ଟ ଭାବରେ, ଯାହା ଆଗରୁ ଶାସ୍ତ୍ରମାନଙ୍କରେ ଏତେ ସ୍ପଷ୍ଟ ଭାବରେ ଉପସ୍ଥାପନା କରାଯାଇନଥିଲା। ଯଦିବା ଚେତନାର କଥା ଥିଲା, ଯଦିବା ଆଧ୍ୟାତ୍ମିକ ନିଷ୍କ୍ରିୟତା କଥା ଥିଲା, କାମନା ଶୂନ୍ୟତା କଥା ଥିଲା, କିନ୍ତୁ ପ୍ରାଞ୍ଜଳ ଭାବରେ ଗୀତାରେ ବୁଝାଯାଇଛି। ସକଳ ଆତ୍ମଜ୍ଞାନ ଅନୁସନ୍ଧିତ୍ସୁ ସାଧକଙ୍କର ଗୋଟିଏ ସାଧାରଣ ଉପଲବ୍ଧି ଉପରେ ଏହା ପ୍ରତିଷ୍ଠିତ। ଆତ୍ମଜ୍ଞାନକୁ ଖୋଜୁଥିବା ଜଣେ ବ୍ୟକ୍ତିର, ସାଧକର ସାଧାରଣ ଉପଲବ୍ଧି ଏଇଥିରେ ଅଛି। ଅର୍ଥ, ଆତ୍ମଜ୍ଞାନ ଖୋଜୁଥିବା ଲୋକ ପାଇଁ ସମସ୍ତ ମାର୍ଗ ଗୀତା ଗ୍ରନ୍ଥରେ ଅଛି। ସାଧାରଣ ଉପଲବ୍ଧିଟି ଏଇ ଯେ ଆମମାନଙ୍କ ମଧ୍ୟରେ ଦୁଇଟି ଭିନ୍ନ ଭିନ୍ନ ପ୍ରକୃତି ବିଦ୍ୟମାନ। ଯେପରିକି ଦୁଇଟି ଭିନ୍ନ ଭିନ୍ନ ଆତ୍ମା, ଗୋଟେ କାମନା ଆତ୍ମା, ଗୋଟେ ହେଉଛି ବାସ୍ତବ ଆତ୍ମା, ଦୁଇଟା ଆତ୍ମା। ସେମିତିକା ଦୁଇ ପ୍ରକାର ଆମର ପ୍ରକୃତି ଅଛି। ଗୋଟେ ସକାରାତ୍ମକ ଦିଗ ଅଛି, ଗୋଟେ ନକାରାତ୍ମକ ଦିଗ ଅଛି। ଦୁଇ ଦୁଇ ପ୍ରକାର କଥା ପ୍ରତ୍ୟେକ ବ୍ୟକ୍ତି ଭିତରେ ଅଛି। ମଣିଷ ଭିତରେ ସବୁବେଳେ ଦୁଇ ପ୍ରକାର ଡୁଆଲ ଧାରା ଅଛି। ଭଲ ମନ୍ଦ, ସୁଖ ଦୁଃଖ, ସୁବିଧା ଅସୁବିଧା, ସନ୍ତୋଷ ଅସନ୍ତୋଷ, ଆଲୁଅ ଅନ୍ଧାର, ସବୁବେଳେ ଦୁଇଟା କଥା ମଣିଷ ଭିତରେ ଅଛି। ସେମିତି ଗୋଟେ କାମନା ଆତ୍ମା ଅଛି, ଗୋଟେ ପ୍ରକୃତ ଆତ୍ମା ଅଛି, ଯାହାକୁ କୁହାଯାଉଛି ଦ୍ୱା ସୁପର୍ଣ୍ଣା। ଯୋଡ଼େ ଚଢ଼େଇ ଗୋଟେ ଗଛରେ ବସିଛନ୍ତି, ଗୋଟେ ଉପର ଡାଳରେ ଅଛି, ଗୋଟେ ତଳ ଡାଳରେ ଅଛି। ତଳ ଡାଳରେ ଯିଏ ବସିଛି ଯେଉଁ ଚଢ଼େଇ, ସିଏ ସବୁ ଖାଉଛି, ଦେଖୁଛି, ଭୋଗ କରୁଛି। ଉପର ଡାଳରେ ଯିଏ ବସିଛି, ସିଏ କିଛି ଖାଉନି, କିଛି ସେ ଚାହୁଁନି, କିଛି ଭୋଗ କରୁନି, ସେ ନିର୍ଲିପ୍ତ ହେଇକି ଅଛି। ତଳ ଏଇ ଯେଉଁ ପକ୍ଷୀଟି କାମନା ଆତ୍ମା, ସିଏ ସବୁ ପଞ୍ଚ ଇନ୍ଦ୍ରିୟ ଦ୍ୱାରା ସବୁ ଭୋଗ ଭାଗ୍ୟ କରିବାକୁ ଚାହୁଁଛି, କରୁଛି। ଯେତେବେଳେ ସେ ବୁଝିଯିବ ଯେ ନାଇଁ ନାଇଁ, ଏହା ଏ ଅପୂର୍ଣ୍ଣତାର ଚିହ୍ନ, ମୋର ଲକ୍ଷ୍ୟ ହେଉଛି ପୂର୍ଣ୍ଣତା, ସେତେବେଳେ ତାର ସେଇ ଯେଉଁ ଅନୁଭବରୁ ସେ କାମନା ଆତ୍ମା ଉଚ୍ଚକୁ ଉଠି 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 ସେଇ ପୂର୍ଣ୍ଣ ଆତ୍ମା ସହିତ ମିଶିଯିବ, ଏକାକାର ହେବ, ସେଇଠି ପହଞ୍ଚିବ। ତେଣୁ ଏ ଦୁଇଟି ଯାକ କଥା, ଦୁଇଟି ଆତ୍ମା କେବଳ ନୁହେଁ, ସବୁବେଳେ ମଣିଷ ସନ୍ତୋଷ ଅସନ୍ତୋଷ, ତାକୁ ଦୁଇଟା ଯାକୁ ଅତିକ୍ରମ କରି ଆଉ ଗୋଟେ ଷ୍ଟେଟ୍ ଅଫ୍ କନସିୟସନେସ୍ରେ ପହଞ୍ଚିବ, ଯେଉଁଠିକି ସନ୍ତୋଷ ଅସନ୍ତୋଷର କୌଣସି କାର୍ଯ୍ୟକାରୀ ହେବନି, ଆହୁରି ଗୋଟେ ଉଚ୍ଚତର ସତ୍ତାରେ ସେ ପହଞ୍ଚିବ। ସକଳ ଆତ୍ମଜ୍ଞାନ ଗଲା। ସାଧାରଣ ଉପଲବ୍ଧିଟି ଏଇ, ଆମମାନଙ୍କର ଅଜ୍ଞାନାଚ୍ଛନ୍ନ ମାନସିକ, ପ୍ରାଣିକ ଓ ଭୌତିକ ପ୍ରକୃତିଗତ ନିମ୍ନତନ ଏକ ଆତ୍ମା ବିଦ୍ୟମାନ। ଆମ ଭିତରେ ଗୋଟେ ଅଜ୍ଞାନାଚ୍ଛନ୍ନ ଆଉ ନିମ୍ନତନ ଆତ୍ମା, ଗୋଟେ ଡିଜାୟାର ସୋଲ୍, କାମନା ଆତ୍ମା, ଯିଏ ଯଶ ଚାହେଁ, ଧନ ଚାହେଁ, କ୍ଷମତା ଚାହେଁ, ପ୍ରତିଷ୍ଠା ଚାହେଁ,
ଯିଏ ଭୋଗ କରିବାକୁ ଚାହେଁ, ଏଗୁଡ଼ା ସବୁ ଭୋଗର ବସ୍ତୁ ନା ନାହିଁ। ଯଶଟା କ'ଣ? ଯଶଟା ଲାଗିପାରନ୍ତା ଚେତନାର ବିକାଶରେ, କିନ୍ତୁ ନ ଲାଗି ଲାଗିଛି କେଉଁଥିରେ? ଭୋଗ କରିବାରେ ଲାଗିଛି। ହେଲେ କିଏ ଏସବୁ କରଉଛି? କାମନା ଆତ୍ମା, ଡିଜାୟାର ସୋଲ୍। ସେ ଆସିଛି ଦେହ ଧରିକିରି, ପ୍ରାଣ ଧରିକିରି, ମନ ଧରିକିରି କ'ଣ କରିବ? ନା ଭୋଗ କରିବ, ତୃପ୍ତ ହେବ। ଏହି ନିମ୍ନତନ ଚେତନାର ପ୍ରଧାନ ଉପାଦାନ ବିଶେଷତଃ ଜଡ଼ ପଦାର୍ଥ ସମ୍ପର୍କୀୟ କ୍ଷେତ୍ରରେ ଅଜ୍ଞତା ଓ ଜଡ଼ତାର ଅଧୀନ। ନା ଜଡ଼ ମାନେ ଆମେ କହୁଛୁ ବସ୍ତୁ, ନା ଯଶ ବି ଗୋଟେ ଜଡ଼, ଯଶ ବି ଗୋଟେ ବସ୍ତୁ, କ୍ଷମତା ବି ଗୋଟେ ବସ୍ତୁ। କେବଳ ଯେତେ ଯାହା କହିଲେ, ମନ ନା ମନ ଗୋଟେ ବସ୍ତୁ, ପ୍ରାଣ ଗୋଟେ ବସ୍ତୁ, ଶରୀର ଗୋଟେ ବସ୍ତୁ। ମନଟା କେମିତି ବସ୍ତୁ ହେବ? କ'ଣ ଆମର ଗୋଟେ ପାଠ କହୁଛି କ'ଣ ଆୟତନ ଥିବ, ଅଙ୍କ ଥିବ? ନାଇଁ, ସେ କଥା, ସେ ବି ଗୋଟେ ବସ୍ତୁ। କେବଳ ଅବସ୍ତୁ ହେଉଛି ଆତ୍ମା। ଆଉ ଯାହା ସବୁ ବସ୍ତୁ ଉପନିଷଦ ଅନୁସାରେ ବା ଆଧ୍ୟାତ୍ମିକ ଶାସ୍ତ୍ର ଅନୁସାରେ ସାଧାରଣ, ଏ ଜଡ଼ ସମ୍ପର୍କୀୟ କ୍ଷେତ୍ରରେ ଅଜ୍ଞତା ଓ ଜଡ଼ତାର ଅଧୀନ। କାମନା ଆତ୍ମା କ'ଣ ହେଉଛି? ନା ଏଇ ଜଡ଼ତାର ଅଧୀନ। ଅର୍ଥ ଧନର ଅଧୀନ, ଯଶର ଅଧୀନ। ଅବଶ୍ୟ ଜୀବନୀ ଶକ୍ତି ଯୋଗେ ଏହି ପ୍ରକୃତି କ୍ରିୟାଶୀଳ ଓ ଜୀବନ ପକ୍ଷରେ ବିଶେଷ ପ୍ରୟୋଜନ, କିନ୍ତୁ ଏଟା ଦରକାର। ଏଟା ଦରକାର, ନହେଲେ ଅଗ୍ରଗତି ହେବନି। ଭୌତିକ ସ୍ତରରେ, ସାମାଜିକ ସ୍ତରରେ ବହୁ କ୍ଷେତ୍ରରେ ଅଗ୍ରଗତି ହେବନି ଯଦି ଏଗୁଡ଼ା ନ ରହିବ, କାମନା ନ ରହିବ, ଯଶ ପାଇଁ, କ୍ଷମତା ପାଇଁ ନ ରହିବ, ତାହେଲେ ହେବନି। କିନ୍ତୁ ତାର ସଦ୍ବ୍ୟବହାର କଥା ପଡ଼ିଛି। ଜୀବନ ପକ୍ଷରେ ବିଶେଷ ପ୍ରୟୋଜନୀୟ ହୁଏ, ମାତ୍ର ଏହାର କ୍ରିୟାଧାରାରେ ସ୍ୱାଭାବିକ ଆତ୍ମବଶ୍ୟତା ଓ ଆତ୍ମଜ୍ଞାନ ନଥାଏ। ଆତ୍ମଜ୍ଞାନ ତା ଭିତରେ ନଥାଏ। କାମନା ଆତ୍ମା ଭିତରେ, ଯେଉଁଥିପାଇଁ ମା ବହିର 4ର୍ଥ ଅଧ୍ୟାୟ ଅର୍ଥ ଅଧ୍ୟାୟରେ ଲେଖାଯାଇଛି ଯେ ଅର୍ଥଶକ୍ତି ଏହା ଯେଉଁ ସବୁ ଉପାୟ ଏବଂ ଉପକରଣ ଆଣିଦିଏ, ସେଥିରୁ ବୈରାଗୀ ପରି ସଙ୍କୋଚରେ ମୁଖ ଫେରାଇ ନିଅ ନାହିଁ। ଅନ୍ୟ ଦିଗରେ ପୁଣି ଏସବୁ ଉପରେ କୌଣସି ରାଜସିକ ଆସକ୍ତି ପୋଷଣ କର ନାହିଁ। ଏଇ ହେଉଛି ବାଟ। ଏଇଥିରୁ ବୁଝି ହେବ ଯେ ଧନ ଆବଶ୍ୟକ, କିନ୍ତୁ ଧନ ଦେବ ଚେତନା। ଖାଲି ଧନ ନାହିଁ, ସବୁ କଥା ସେମିତି, ଯଶ ପ୍ରଶଂସା ସବୁ। ତେଣୁ ଆତ୍ମଜ୍ଞାନ, କିନ୍ତୁ ବର୍ତ୍ତମାନର ଯେ ବ୍ୟବସ୍ଥା, ସେଥିରେ ଆତ୍ମଜ୍ଞାନ ରହୁନି। କାମନା ଆତ୍ମା କେବଳ ବହିର୍ମୁଖୀ ହେଇ ସବୁ ସଂଗ୍ରହ କରୁଛି ଭୋଗ କରିବା ପାଇଁ। ମାନସିକ କ୍ଷେତ୍ରରେ ନିମ୍ନତନ ପ୍ରକୃତି କେତେକର, କିନ୍ତୁ ଏହା କେବଳ କଷ୍ଟକର ପ୍ରୟାସ, ନିଜର ଅସାମର୍ଥ୍ୟ ସହିତ ନିରନ୍ତର ସଂଘର୍ଷ ଦ୍ୱାରା ସମ୍ଭବ ହୁଏ। ଏହା ବ୍ୟତୀତ ଆମମାନଙ୍କର ଅଧ୍ୟାତ୍ମ ସତ୍ତାର ଊର୍ଦ୍ଧ୍ୱତନ ପ୍ରକୃତି ଓ ଆତ୍ମା ବିଦ୍ୟମାନ, ଆଉ ଗୋଟେ ଉଚ୍ଚତର ଆତ୍ମା ଅଛନ୍ତି। ଏହା ଆତ୍ମପ୍ରତିଷ୍ଠିତ ଓ ସ୍ୱୟଂପ୍ରଭ। ସେ ନିଜେ, ତାକୁ କେହି ଖାଦ୍ୟ ଦେବା ଦରକାର ନାହିଁ, ତାକୁ କିଛି ଦରକାର ନାହିଁ, ସେ ସ୍ୱୟଂ ସମ୍ପୂର୍ଣ୍ଣ। କିଏ? ଯିଏ ବାସ୍ତବ ଆତ୍ମା, ରିଅଲ୍ ସୋଲ୍ ଯାହାକୁ ଆମେ କହୁଛୁ, ଡିଜାୟାର ସୋଲ୍ ନୁହେଁ। ସେ ସ୍ୱୟଂପ୍ରଭ, ସେ ନିଜେ ପ୍ରଭାଯୁକ୍ତ, ଆଲୋକିତ। କିନ୍ତୁ ଆମମାନଙ୍କର ସାଧାରଣ ମନୋରାଜ୍ୟରେ ଏହା ଆମମାନଙ୍କର ଅନୁଭୂତ ଅନଧିଗମ୍ୟ। କିନ୍ତୁ ଆମ ମନ ତାକୁ ଚିହ୍ନି ପାରିବ ନାହିଁ। ମନ ଦ୍ୱାରା ସେ ପ୍ରକୃତ ଆତ୍ମାକୁ, ଅସଲ ଆତ୍ମାକୁ ଜାଣି ହେବ ନାହିଁ। ସେଥିପାଇଁ କୁହାଗଲା ଯେ କିପରି, ନା ଅପ୍ରାପ୍ୟ ମନସା ସହ, ମନ ଦ୍ୱାରା ସେ ଅପ୍ରାପ୍ୟ।
किए मूल जो वास्तव आत्मा से अप्राप्त ताको केमिति प्राप्त करा जीवो ना साधना द्वारा कि मनर ऊर्ध्व को उठीगले मनर अतीत हेले ताको अनुभव करी हो मनर अतीत हवा पाई कि जोग साधना दरकार प्राचीन जोगर साधनार मध्य मनर अतीत होई भगवत प्राप्ति होतला नूतन जोगर साधनार मध्य मनर अतीत होबाक पड़िबो किंतु मनर अतीत हवा अर्थ मन रु आरंभ करी मन को छाड़ी नुहे मन रु आरंभ करी मनर अतीत स्तर को जीवाकू हब किंतु आम माने समय समय रे आम मानकर अंतरस्थित यही महत्तर वस्तुटीर आम माने आभास मात्र पाऊ बेले बेले आम से आत्मार संधान पाऊ किंतु आम माने सज्ञान रे या मध्य बास करूना कि सब आम ता सहित लिंक रखी रही पारुना क्या सहित मूल आत्मा सहित आ लिंक सब अच्छी क्या सहित डिजायर सोल सहित सब अच्छी यार ज्ञानालोक शांत असीम ज्योति मध्य जीवन यापन करूना यही दुईटी भिन्न भिन्न प्रकृति मध्य प्रथमटी गीतार त्रिगुणमयी निम्नतन प्रकृति तेणु गीतार ये तीन गुणर जो निम्नतन कथा गुड़ाक गीतार मध्य अच्छी जे मनीष भितर तीन गुण बा निम्न गुण सब अच्छी यह निजक अहंकेन्द्रित मनोभाव सह निरीक्षण करे अहंकारी करे जो निम्न गुण सब मनीष भितर अच्छी यार कर्मर नीति अहं भाव जात मनर वासना ओम नमो भगवते श्री अरविंदाय ओम आनंदमयी चैतन्यमयी सत्यमयी परम।